ଆପଣମାନଙ୍କୁ ମୋ ଚ୍ୟାନେଲରେ ଅନେକ ଅନେକ ସ୍ୱାଗତ। ଆଜି ଆମେ ପାଚିଲା ଆମ୍ବର ମିଲ୍କ ସେକ୍ ବନେଇବା, ଯେଉଁଟାକି ସ୍ପେଶିଆଲ ଖରା ଦିନରେ ଥଣ୍ଡା ଥଣ୍ଡା ପିଇଲେ ବହୁତ ଟେଷ୍ଟ ଲାଗିଥାଏ। ଆପଣମାନେ ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭଲ ଲାଗିଲେ ଲାଇକ୍ ସେୟାର କରନ୍ତୁ। ତ ଚାଲନ୍ତୁ ଦେଖିନେବା ଆଜିର ରେସିପି। ପ୍ରଥମେ ଆମେ ଏଠି ମ୍ୟାଙ୍ଗୋ ମିଲ୍କ ସେକ୍ ପାଇଁ ବନେଇବା ପାଇଁ ଏଠି ମୁଁ ଗୋଟିଏ ବଡ଼ ଆମ୍ବ ନେଇଛି। ମୁଁ ଏଠି 2 ଗ୍ଲାସ୍ ସେକ୍ ବନେଇବା ପାଇଁ ଆମ୍ବ ନେଇଛି। ଆପଣମାନେ ଯେତେ ଗ୍ଲାସ୍ ବନେଇବେ ସେ ଅନୁସାରେ ଆମର ଆମ୍ବର ଆଉ କ୍ଷୀରର ବ୍ୟବହାର ଅଧିକ କରିପାରିବେ। ଏବେ ଦେଖନ୍ତୁ ଆମ୍ବର ଚୋପା ଛଡ଼ାଇ ମୁଁ ଛୋଟ ଛୋଟ କରି କାଟିକି ନେଇ ଆସିଲି। ଏଠି ମୁଁ 1 ଗ୍ଲାସ୍ ସିଝା କ୍ଷୀର, ଯାହାକି 500 ଗ୍ରାମର ଅଛି, ଆଉ 5ରୁ 6ଟା ଆଲମଣ୍ଡକୁ ଏଭଳିଆ କାଟିକି ନେଇଛି। ଟୁଟି ଫ୍ରୁଟି, ଗୁଜୁରାତି ଗୁଣ୍ଡ ହାଫ୍ ଚାମଚ, କିସମିଶ 10ରୁ 12ଟି, ଆଉ ସ୍ୱାଦ ଅନୁସାରେ ଚିନି। ଏବେ ଆମର ସବୁ ଜିନିଷ ରେଡ଼ି ହୋଇଗଲା। ଏବେ ଆମେ ନେକ୍ସଟ ପ୍ରୋସେସ୍କୁ ଯିବା। ଏବେ ଗୋଟିଏ ଗ୍ରାଇଣ୍ଡର ଜାର୍ ଆଣି ଆମେ ଏଥିରେ କାଟିକି ରଖିଥିବା ଆମ୍ବକୁ ଦେଇଦେବା। ଆଉ 2 ଚାମଚ ଚିନି ଦେଇଦେବା, ଗୁଜୁରାତି ଗୁଣ୍ଡ ଦେଇଦେବା, ଆଉ 4ରୁ 5ଟା ଆମେ ଆଇସ୍ କ୍ୟୁବ୍ ଦେଇଦେବା। ଏବେ କ୍ଷୀର ଦେଇଦେବା। ତାକୁ କଭର କରି ଆମେ ଭଲ ଭାବରେ ଗ୍ରାଇଣ୍ଡ କରି ନେଇ ଆସିବା। ଦେଖନ୍ତୁ ଆମେ ଏବେ ଗ୍ରାଇଣ୍ଡ କରି ନେଇ ଆସିଲେ। ଆପଣମାନେ ଏଇ ସେକ୍ ଏମିତି ମଧ୍ୟ ପିଇପାରିବେ, କିନ୍ତୁ ଆଉ ଟିକେ ସୁନ୍ଦର ଦେଖାଯିବା ପାଇଁ ଆଉ ୟାର ଟେଷ୍ଟ ଟିକେ ବଢ଼ିବା ପାଇଁ ଆମେ ଏଥିରେ କିଛି ଡେକୋରେଟ୍ କରିନେବା। ଦେଖନ୍ତୁ ଏବେ ଗ୍ଲାସ୍ରେ ଆମେ ଛୋଟ ଛୋଟ କରିକି କାଟିକି ରଖିଥିବା ଆମ୍ବ କିଛି ଏବେ ଆମେ ଗ୍ଲାସ୍ରେ ସେକ୍କୁ ଢାଳିଦେବା, ଆଉ ଉପରେ କିଛି ଡ୍ରାଏ ଫ୍ରୁଟ୍ସ ଦେଇଦେବା। ମାନେ ନିଜ ମନ ପସନ୍ଦର ଡ୍ରାଏ ଫ୍ରୁଟ୍ସ ଦେଇପାରିବେ। ଦେଖନ୍ତୁ ଆମର ଏବେ ରେଡ଼ି ହୋଇଗଲା ସୁଆଦିଆ ପାଚିଲା ଆମ୍ବର ମିଲ୍କ ସେକ୍। ଏହାକୁ ଫ୍ରିଜରେ ରଖିକି ଥଣ୍ଡା ଥଣ୍ଡା ପିଅନ୍ତୁ, ବହୁତ ଭଲ ଲାଗିବ। ଆପଣମାନେ ଘରେ ନିଶ୍ଚୟ ବନେଇକି ପିଅନ୍ତୁ, ଆଉ କେମିତି ଲାଗିଲା ମୋତେ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ତ ଆଜି ପାଇଁ ରହିଲି, ପୁଣି ଦେଖାହେବ ଗୋଟେ ନୂଆ ଭିଡ଼ିଓରେ। ଜୟ ଜଗନ୍ନାଥ।